ଆଜିର ତାରିଖ ହେଉଛି 12 ଏପ୍ରିଲ 2026 ଏବଂ ଆଜିର ଏହି ବିସ୍ତୃତ ଆଲୋଚନାକୁ ଆରମ୍ଭ କରିବା ପୂର୍ବରୁ ଏକ ଛୋଟ ଚିତ୍ର କଳ୍ପନା କରାଯାଉ। ଦେଖନ୍ତୁ, ଧରିନିଅନ୍ତୁ ଭୁବନେଶ୍ୱରର କୌଣସି ଏକ ଛକରେ ଥିବା ପେଟ୍ରୋଲ ପମ୍ପରେ ବାଇକ୍ରେ ତେଲ ପକାଇବାକୁ ଅପେକ୍ଷା କରାଯାଇଛି। ମିଟରରେ ପେଟ୍ରୋଲର ଦାମ ଦେଖିଲା ବେଳେ ବୋଧହୁଏ ମନକୁ ଆସୁନଥିବ ଯେ ହଁ, ସେହି ଦାମ କେଉଁଠି ନା କେଉଁଠି ହଜାର ହଜାର ମାଇଲ ଦୂରରେ ହେଉଥିବା ଘଟଣା ଉପରେ ନିର୍ଭର କରୁଛି। ଏକଦମ ଠିକ୍। ମଧ୍ୟପ୍ରାଚ୍ୟରେ ଉଡୁଥିବା ଗୋଟେ ଡ୍ରୋନ୍ କିମ୍ବା କୌଣସି ଗୋପନୀୟ ବୈଠକର ନିଷ୍ପତ୍ତି ଏଗୁଡ଼ିକ ସିଧାସଳଖ ଆମ ପକେଟ ଉପରେ ପ୍ରଭାବ ପକାଉଛି। ସାଧାରଣତଃ ଆମେ ଭାବୁ ଯେ ଆମ ସ୍ଥାନୀୟ ସମସ୍ୟା କେବଳ ସ୍ଥାନୀୟ କାରଣରୁ ହୋଇଥାଏ, କିନ୍ତୁ ବାସ୍ତବତା ହେଉଛି ବର୍ତ୍ତମାନ ସମଗ୍ର ବିଶ୍ୱ ଯେମିତି ଏକ ଅଦୃଶ୍ୟ ସୂତାରେ ବନ୍ଧା ହୋଇଛି। ଆଉ ଏହି ଅଦୃଶ୍ୟ ସୂତାଗୁଡ଼ିକ କିପରି କାମ କରୁଛି, ଆଜି ଆମେ ତାର ଏକ ସାମଗ୍ରିକ ବିଶ୍ଳେଷଣ କରିବା। ବିଲକୁଲ। ଆଉ ଆଜିର ଏହି ଆଲୋଚନାରେ ଆମେ କେବଳ ଖବରର ଶିରୋନାମା ପଢ଼ିବା ନାହିଁ, ବରଂ ତା ପଛରେ ଥିବା ପ୍ରକୃତ କାରଣ ଖୋଜିବା, ଯେମିତିକି ମଧ୍ୟପ୍ରାଚ୍ୟର ଅସ୍ଥିରତାଠାରୁ ଆରମ୍ଭ କରି ଆମ ଦେଶର ରାଜନୈତିକ ମାହୋଲ, ଡେଙ୍ଗୁକୁ ମାତ୍ ଦେବାକୁ ଆସିଥିବା ନୂଆ ମେଡିକାଲ ସାଇନ୍ସ, ଆଉ ତା ସହିତ IPLର ରୋମାଞ୍ଚ, ଓଡ଼ିଶାରେ ଟେକ୍ନୋଲୋଜିର ବିକାଶ ଏବଂ ପ୍ରକୃତିର ଭୟଙ୍କର ରୂପ, ଏସବୁକୁ ଗୋଟିଏ ସୂତାରେ ବାନ୍ଧି ଏକ ସ୍ପଷ୍ଟ ଚିତ୍ର ବାହାର କରିବା ହିଁ ଆଜିର ମିଶନ। ଦେଖିବାକୁ ଗଲେ ଏହି ଅଦୃଶ୍ୟ ସୂତାର ସମ୍ପର୍କକୁ ବୁଝିବା ପାଇଁ ବାଟରଫ୍ଲାଏ ଇଫେକ୍ଟ ବା ପ୍ରଜାପତିର ପ୍ରଭାବର ଉଦାହରଣଟି ସବୁଠାରୁ ସଠିକ୍। ଗୋଟିଏ ଜାଗାରେ ପ୍ରଜାପତିଟିଏ ଡେଣା ଫଡ଼ଫଡ଼ କଲେ ପୃଥିବୀର ଅନ୍ୟ ପ୍ରାନ୍ତରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ। ବର୍ତ୍ତମାନ ମଧ୍ୟପ୍ରାଚ୍ୟରେ ସୃଷ୍ଟି ହୋଇଥିବା ଉତ୍ତେଜନା ସେହି ପ୍ରଜାପତିର ଡେଣା ଭଳି କାମ କରୁଛି। ହଁ, ଯାହାର ପ୍ରଭାବ ସିଧାସଳଖ ଆମ ଅର୍ଥନୀତି ଉପରେ ପଡ଼ିବାକୁ ଯାଉଛି। ତେବେ ସେହି ମଧ୍ୟପ୍ରାଚ୍ୟରୁ ହିଁ ଆରମ୍ଭ କରିବା। ସ୍ଥିତି ଏବେ ବେଶ୍ ଜଟିଳ ମନେ ହେଉଛି। ଏକ ପକ୍ଷରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଅସ୍ଥାୟୀ ଯୁଦ୍ଧବିରାମ ଘୋଷଣା କରିସାରିଛନ୍ତି। ଆଉ ଅନ୍ୟ ପକ୍ଷରେ ଇରାନର ସୁପ୍ରିମ୍ ଲିଡର ମୋଜତ୍ୱା ଖାମେନେଇ ସ୍ପଷ୍ଟ ବାର୍ତ୍ତା ଦେଇଛନ୍ତି ଯେ ସେମାନେ ଆକ୍ରମଣାତ୍ମକ ଯୁଦ୍ଧ ଚାହାନ୍ତି ନାହିଁ, କିନ୍ତୁ ଏକ ରାଷ୍ଟ୍ର ଭାବରେ ନିଜ ଅଧିକାରର ସୁରକ୍ଷା ପାଇଁ ସେମାନେ ଯେକୌଣସି ପଦକ୍ଷେପ ନେବେ। ସେପଟେ ପୁଣି ଆମେରିକାର ଉପରାଷ୍ଟ୍ରପତି ଜେଡି ଭ୍ୟାନ୍ସ ଏବେ ପାକିସ୍ତାନ ଗସ୍ତରେ ଅଛନ୍ତି ଏବଂ ଇରାନକୁ କଡ଼ା ଚେତାବନୀ ଦେଇଛନ୍ତି। ଏବଂ ଏହିସବୁ ଭିତରେ ଚୀନ ମଧ୍ୟ ପଛରେ ନାହିଁ। ସେ ଆସି ସିନଜିଆଙ୍ଗରେ ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ଶାନ୍ତି ଆଲୋଚନାର ନେତୃତ୍ୱ ନେଉଛି। ମୋତେ ଲାଗୁଛି ଯେମିତି ଏଠାରେ ପ୍ରତ୍ୟେକ ଦେଶ ନିଜର ଏକ ଅଲଗା ଚେସ୍ବୋର୍ଡ ବିଛାଇଛନ୍ତି। ଏକଦମ ସତ କଥା। ଏବଂ ଏହି ଚେସ୍ବୋର୍ଡର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଘରଟି ହେଉଛି ହର୍ମୁଜ ପ୍ରଣାଳୀ ବା ଷ୍ଟ୍ରେଟ୍ ଅଫ୍ ହର୍ମୁଜ। କଥା କ'ଣ କି, ଯେତେବେଳେ ଆମେ ଇରାନ ଆମେରିକା ବିବାଦ କଥା ଶୁଣୁ, ଆମେ ଭାବୁ ଏହା କେବଳ ଦୁଇଟି ଦେଶ ଭିତରେ ଗୁଳିଗୋଳାର ଖେଳ। କିନ୍ତୁ ପ୍ରକୃତ ଖେଳ ହେଉଛି ଭୌଗୋଳିକ ନିୟନ୍ତ୍ରଣ। ସେଇ ସମୁଦ୍ର ରାସ୍ତା ଉପରେ ନିୟନ୍ତ୍ରଣ। ହଁ, ଷ୍ଟ୍ରେଟ୍ ଅଫ୍ ହର୍ମୁଜ ହେଉଛି ମାତ୍ର 21 ମାଇଲ୍ସ ଚଉଡ଼ାର ଏକ ସମୁଦ୍ର ରାସ୍ତା। କିନ୍ତୁ ଜାଣିଛନ୍ତି, ବିଶ୍ୱର ପ୍ରାୟ 20% ଅଶୋଧିତ ତୈଳ ଏହି ରାସ୍ତା ଦେଇ ଯାତାୟାତ କରେ। ବାପ୍ରେ, 20%! ଏହା ତ ବହୁତ ବଡ଼ ସଂଖ୍ୟା। ବିଲକୁଲ। ଆଉ ଯଦି ଇରାନ ଇସ୍ରାଏଲ ବିବାଦ କାରଣରୁ ଇରାନ କେବଳ ଏହି ରାସ୍ତାଟିକୁ ବନ୍ଦ କରିଦିଏ ବା ସେଠାରେ ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣ ହୁଏ, ତେବେ ରାତାରାତି ସାରା ବିଶ୍ୱରେ ତୈଳ ଯୋଗାଣ ବନ୍ଦ ହୋଇଯିବ, ପେଟ୍ରୋଲ ଦାମ ପୁରା ଆକାଶଛୁଆଁ ହେବ। ଏହା ସହିତ ଲେବାନନରେ ନିରୀହ ଲୋକଙ୍କର ଯେଉଁଭଳି ମୃତ୍ୟୁ ହେଉଛି ତାହା ସମ୍ପୂର୍ଣ୍ଣ ଅଞ୍ଚଳକୁ ଅସ୍ଥିର କରିଦେଇଛି। ଆଉ ଏହାର ପ୍ରଭାବ ଭାରତ ଉପରେ ସବୁଠୁ ଅଧିକ ପଡ଼ିବ ନା, କାରଣ ଆମେ ତ ବହୁତ ପରିମାଣରେ ତୈଳ ଆମଦାନୀ କରୁ। ହଁ, ଭାରତ ନିଜର 80% ଅଧିକ ତୈଳ ଆମଦାନୀ କରେ ବାହାରୁ। ତେଣୁ ଏହି ବିବାଦ ଆମ ପାଇଁ କେବଳ ଗୋଟେ ଅନ୍ତର୍ଜାତୀୟ ଖବର ନୁହେଁ, ବରଂ ଏକ ବାସ୍ତବ ଆର୍ଥିକ ବିପଦ। ଆଚ୍ଛା, ଏବେ ବୁଝାପଡ଼ୁଛି ଯେ ଆମର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ହଠାତ୍ UAE ବା ୟୁନାଇଟେଡ୍ ଆରବ ଏମିରେଟ୍ସ ଗସ୍ତରେ କାହିଁକି ଯାଇଛନ୍ତି। ଅର୍ଥାତ୍ ବାହାରେ ଯେତେବେଳେ ବଡ଼ ଧରଣର ଝଡ଼ ଉଠିବାକୁ ଯାଉଛି, ସେତେବେଳେ ଭାରତ ଅପେକ୍ଷା ନ କରି ଆଗୁଆ ନିଜର ଶକ୍ତି ଯୋଗାଣର ରାସ୍ତାକୁ ସୁରକ୍ଷିତ କରିବାକୁ ଚେଷ୍ଟା କରୁଛି। ଠିକ୍ ଧରିଛନ୍ତି। UAE ଭାରତର ଏକ ବଡ଼ ରଣନୀତିକ ଅଂଶୀଦାର। ତେଣୁ ସେଠାରେ ଏକ ବ୍ୟାକଅପ୍ ପ୍ଲାନ୍ ପ୍ରସ୍ତୁତ କରିବା ନିଶ୍ଚିତ ଭାବରେ ଏକ ଚତୁର ପଦକ୍ଷେପ। ଏହାକୁ ଆମେ ବିଶ୍ୱ ଦରବାରରେ ଆମର ଏକ ସୁରକ୍ଷା କବଚ କହିପାରିବା। ଆଉ ଏଇଠାରେ ଆମେ ଚୀନର ଭୂମିକାକୁ ମଧ୍ୟ ଅଣଦେଖା କରିପାରିବା ନାହିଁ ମୋତେ ଲାଗୁଛି। ଚୀନ ଯେତେବେଳେ ସିନଜିଆଙ୍ଗରେ ପାକିସ୍ତାନ ଓ ଆଫଗାନିସ୍ତାନକୁ ଏକାଠି ବସାଇ ଶାନ୍ତି ଆଲୋଚନା କରୁଛି, ତାହାର ଉଦ୍ଦେଶ୍ୟ କ'ଣ? କେବଳ ଶାନ୍ତି ପ୍ରତିଷ୍ଠା
ଆଦୌ ନୁହେଁ। ମାନେ ଆମେରିକାର ଧ୍ୟାନ ବର୍ତ୍ତମାନ ମଧ୍ୟପ୍ରାଚ୍ୟ ଉପରେ କେନ୍ଦ୍ରିତ ଥିବାର ସୁଯୋଗ ନେଇ ଚୀନ ଏସିଆରେ ନିଜର ପ୍ରାଧାନ୍ୟ ବିସ୍ତାର କରିବାକୁ ଚାହୁଁଛି। ତାର ଯୋଉ ମହତ୍ୱାକାଂକ୍ଷୀ ବେଲ୍ଟ ଆଣ୍ଡ ରୋଡ୍ ଇନିସିଏଟିଭ୍ ଅଛି ନା, ସେଥିପାଇଁ ପାକିସ୍ତାନ ଏବଂ ଆଫଗାନିସ୍ତାନ ଅଞ୍ଚଳରେ ସ୍ଥିରତା ନିହାତି ଜରୁରୀ। ତେଣୁ ଏହି ଗୋଟିଏ ମୁହୂର୍ତ୍ତରେ ପୃଥିବୀର ଦୁଇଟି ଭିନ୍ନ ସ୍ଥାନରେ ଦୁଇଟି ବଡ଼ ଭୂ ରାଜନୀତିକ ଖେଳୁ ଚାଲିଛି। ସତରେ ପରିସ୍ଥିତି ଖୁବ୍ ଜଟିଳ। ଯାହା ହେଉ, ଏହି ବିଶ୍ୱସ୍ତରୀୟ ଅସ୍ଥିରତା ଭିତରରୁ ଏବେ ଟିକେ ଆମ ଦେଶର ଭିତର ପରିସ୍ଥିତି ଉପରେ ନଜର ପକାଇବା। ବାହାରେ ଅସ୍ଥିରତା ଥିଲେ ମଧ୍ୟ ଦେଶ ଭିତରେ ଏକ ଗଣତାନ୍ତ୍ରିକ ପ୍ରକ୍ରିୟାର ମାହୋଲ ରହିଛି। ବିଶେଷ କରି ଜାତୀୟ ରାଜନୀତିରେ ଏବେ ମୁଖ୍ୟତଃ ଦୁଇଟି ଭିନ୍ନ ବିଚାରଧାରାର ପ୍ରତିଯୋଗିତା ଦେଖିବାକୁ ମିଳୁଛି। ହଁ, ଆମେ ସ୍ପଷ୍ଟ ଦେଖିପାରୁଛୁ ଯେ ଗୋଟିଏ ପଟେ ବିଜେପି ନେତା ଅମିତ ଶାହ ପଶ୍ଚିମବଙ୍ଗରେ ସମାନ ନାଗରିକ ସଂହିତା ବା ୟୁସିସି ଲାଗୁ କରିବା ଉପରେ ଜୋର ଦେଉଛନ୍ତି, ଆଉ ତା ସହିତ ମହିଳା, ବେକାର ଯୁବକ ଏବଂ ଚାଷୀମାନଙ୍କ ପାଇଁ ସିଧାସଳଖ ଆର୍ଥିକ ଲାଭର ପ୍ରତିଶ୍ରୁତି ଦେଉଛନ୍ତି। ଆଉ ଅନ୍ୟପଟେ କଂଗ୍ରେସ ଦଳ ଏପ୍ରିଲ 11 ଅର୍ଥାତ୍ ମହାତ୍ମା ଜ୍ୟୋତିରାଓ ଫୁଲେଙ୍କ ଜୟନ୍ତୀଠାରୁ ଏକ ସାମାଜିକ ନ୍ୟାୟ ମାସ ପାଳନ ଆରମ୍ଭ କରିଛି। ମୋ ମତରେ ଏହା କେବଳ ଦୁଇଟି ଦଳର ପ୍ରଚାର ନୁହେଁ, ବରଂ ଦେଶକୁ ଆଗକୁ ନେବାର ଦୁଇଟି ସମ୍ପୂର୍ଣ୍ଣ ଅଲଗା ଦୃଷ୍ଟିକୋଣ। ବିଶ୍ଳେଷଣ କଲେ ତାହା ହିଁ ଜଣାପଡ଼ୁଛି। ଦେଖନ୍ତୁ, ୟୁସିସିର ମୂଳ ଲକ୍ଷ୍ୟ ହେଉଛି ସମଗ୍ର ଦେଶ ପାଇଁ ଏକ ଏକକ ଆଇନ ବ୍ୟବସ୍ଥା ଆଣିବା, ଯାହାକି ଶାସନ ପ୍ରକ୍ରିୟାକୁ ଏକରୂପତା ଦେବ। ଏହା ଏକ ମାକ୍ରୋ ବା ବୃହତ ସ୍ତରର ରଣନୀତି। ବିଶେଷ କରି ସାଧାରଣ ବର୍ଗ ଏବଂ ଅର୍ଥନୈତିକ ବିକାଶକୁ ଆଧାର କରି ଏହା ପ୍ରସ୍ତୁତ କରାଯାଇଛି। ଆଉ କଂଗ୍ରେସର ରଣନୀତି ତାହେଲେ କ'ଣ? କଂଗ୍ରେସର ଯେଉଁ ସାମାଜିକ ନ୍ୟାୟ ମାସ ରଣନୀତି ଅଛି, ତାହା ହେଉଛି ଏକ ମାଇକ୍ରୋ ବା ତୃଣମୂଳ ସ୍ତରର ପଦକ୍ଷେପ। ଏହାର କେନ୍ଦ୍ରବିନ୍ଦୁ ହେଉଛି ଐତିହାସିକ ଭାବରେ ପଛୁଆ ରହିଯାଇଥିବା ବର୍ଗଙ୍କୁ ସାମାଜିକ ସମାନତା ଦେବା। ଜ୍ୟୋତିରାଓ ଫୁଲେଙ୍କ ନାମ ଯୋଡ଼ିବା ଦ୍ୱାରା ଏକ ସ୍ପଷ୍ଟ ବାର୍ତ୍ତା ଦିଆଯାଉଛି ଯେ ସମାଜର ତଳସ୍ତରରେ ଥିବା ଲୋକଙ୍କର ପ୍ରତିନିଧିତ୍ୱ ବୃଦ୍ଧି କରିବା ସେମାନଙ୍କର ପ୍ରାଥମିକତା। ବୁଝିଲି। ତେଣୁ ଭୋଟରଙ୍କ ସାମ୍ନାରେ ବର୍ତ୍ତମାନ ଦୁଇଟି ସ୍ପଷ୍ଟ ବିକଳ୍ପ ରହିଛି, ଏକରୂପତା ବନାମ ସାମାଜିକ ପ୍ରତିନିଧିତ୍ୱ। କିନ୍ତୁ ଭୋଟରଙ୍କ କଥା ଉଠିଲା ବେଳେ ମୋତେ ଗୋଟିଏ ତଥ୍ୟ ଖୁବ୍ ଆଶ୍ଚର୍ଯ୍ୟ କଲା। କେଉଁ ତଥ୍ୟ? ଏଇ ଯେ ନିକଟରେ ଆସିଥିବା ରିପୋର୍ଟ ଅନୁସାରେ କେରଳ, ଆସାମ ଏବଂ ପୁଡୁଚେରୀରେ ପୁରୁଷମାନଙ୍କ ଅପେକ୍ଷା ମହିଳା ଭୋଟରଙ୍କ ଅଂଶଗ୍ରହଣ ଯଥେଷ୍ଟ ଅଧିକ ରହିଛି। ଆମେ ସବୁବେଳେ କହୁ ଯେ ମହିଳାମାନେ ସଶକ୍ତ ହେଉଛନ୍ତି। କିନ୍ତୁ କ'ଣ ଏହି ବର୍ଦ୍ଧିତ ମତଦାନ ହାର ପ୍ରକୃତରେ ରାଜନୈତିକ ଦଳଗୁଡ଼ିକର ନୀତି ନିର୍ଦ୍ଧାରଣରେ କୌଣସି ବଡ଼ ପରିବର୍ତ୍ତନ ଆଣୁଛି, ନା ଏହା କେବଳ ଏକ ପରିସଂଖ୍ୟାନ ହୋଇ ରହିଯାଉଛି? ଏହା କେବଳ ପରିସଂଖ୍ୟାନ ବିଲକୁଲ ନୁହେଁ। ଏହା ଏକ ବିରାଟ ନୀତିଗତ ପରିବର୍ତ୍ତନର ସୂତ୍ରପାତ କରୁଛି। ଆଜିର ମହିଳା ଭୋଟର ଆଉ ପରିବାରର ପୁରୁଷ ସଦସ୍ୟଙ୍କର ନିଷ୍ପତ୍ତି ଉପରେ ନିର୍ଭର କରୁନାହାନ୍ତି। ସେମାନେ ଏବେ ନିଜେ ଏକ ସ୍ୱତନ୍ତ୍ର ଏବଂ ନିର୍ଣ୍ଣାୟକ ଭୋଟ ବ୍ୟାଙ୍କରେ ପରିଣତ ହୋଇଛନ୍ତି। ହଁ, ତାହା ତ ସ୍ପଷ୍ଟ ବାରି ହୋଇ ପଡ଼ୁଛି। ଆଉ ଆପଣ ଲକ୍ଷ୍ୟ କରିବେ, ଆଜିକାଲି ପ୍ରତିଟି ରାଜନୈତିକ ଦଳ ନିଜ ଇସ୍ତାହାରରେ ମହିଳାମାନଙ୍କ ପାଇଁ ସ୍ୱତନ୍ତ୍ର ଆର୍ଥିକ ଯୋଜନା, ମାନେ ସିଧାସଳଖ ବ୍ୟାଙ୍କ ଖାତାକୁ ଟଙ୍କା କିମ୍ବା ମାଗଣା ପରିବହନ ଭଳି ବ୍ୟବସ୍ଥା ଘୋଷଣା କରୁଛନ୍ତି। କାରଣ ସେମାନେ ବୁଝିସାରିଲେଣି ଯେ ମହିଳାଙ୍କ ମତଦାନ ହାର ବଢ଼ିବା ମାନେ ସେମାନଙ୍କୁ ସନ୍ତୁଷ୍ଟ ନକରି ନିର୍ବାଚନ ଜିତିବା ଅସମ୍ଭବ। ଏହା ଗଣତନ୍ତ୍ରର ଏକ ଅତ୍ୟନ୍ତ ପରିପକ୍ୱ ଏବଂ ସକାରାତ୍ମକ ଦିଗ। ଏହା ନିଶ୍ଚିତ ଭାବରେ ଏକ ସକାରାତ୍ମକ ଦିଗ। କିନ୍ତୁ ଏହି ସକାରାତ୍ମକ ଆଲୋଚନା ଭିତରେ ଆମକୁ ଏକ ଅତ୍ୟନ୍ତ ହୃଦୟ ବିଦାରକ ଘଟଣାର ମଧ୍ୟ ସାମ୍ନା କରିବାକୁ ପଡ଼ୁଛି। ମାନେ ଖବର ଆସିଛି ଯେ ଉତ୍ତରପ୍ରଦେଶର ବୃନ୍ଦାବନ ନିକଟ ଯମୁନା ନଦୀରେ ଏକ ଡଙ୍ଗା ବୁଡ଼ିଯିବା ଫଳରେ ପଞ୍ଜାବରୁ ଆସିଥିବା 10 ଜଣ ଶ୍ରଦ୍ଧାଳୁଙ୍କର ପ୍ରାଣହାନି ଘଟିଛି। ଓହୋ, ଏହା ଅତ୍ୟନ୍ତ ଦୁଃଖଦାୟକ। ହଁ, ପ୍ରାୟ 18 ଜଣଙ୍କୁ ଉଦ୍ଧାର କରାଯାଇ ପାରିଛି। ତଥାପି ଏହି ଘଟଣା ଆମ ଦେଶର ତୀର୍ଥସ୍ଥାନଗୁଡ଼ିକରେ ଥିବା ସାଧାରଣ ସୁରକ୍ଷା ବ୍ୟବସ୍ଥା ଉପରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରୁଛି ବୋଲି ମୋର ମନେ ହୁଏ। ସମ୍ପୂର୍ଣ୍ଣ ସତ କଥା। ମାନେ ଗୋଟିଏ ପଟେ ଆମେ ମହାକାଶକୁ ଯାନ ପଠାଉଛୁ, କିନ୍ତୁ ଆମର ନଦୀଘାଟଗୁଡ଼ିକରେ ଏକ ସାଧାରଣ ଜୀବନ ରକ୍ଷାକାରୀ ବ୍ୟବସ୍ଥା ନାହିଁ, କିମ୍ବା ଡଙ୍ଗାରେ କ୍ଷମତାଠାରୁ ଅଧିକ ଲୋକ ବସିବାକୁ ରୋକିବାର କୌଣସି କଡ଼ା ନିୟମ ନାହିଁ, କିମ୍ବା ଥିଲେ ବି ତାହା ପାଳନ ହେଉନାହିଁ। ଏହିଭଳି ଘଟଣା ପ୍ରଶାସନର ମୂଳ ସ୍ତରରେ ଥିବା ଦୁର୍ବଳତାକୁ ହିଁ ପଦାରେ ପକାଉଛି। ଠିକ୍ କହିଲେ। ତେବେ ଏହି ଶୋକାକଳ ଖବର ପରେ ଆମ ପାଖରେ ମେଡିକାଲ ଏବଂ ସ୍ୱାସ୍ଥ୍ୟ କ୍ଷେତ୍ରରୁ ଏକ ଏପରି ଖବର ଅଛି ଯାହାକି ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ବଞ୍ଚାଇବାର କ୍ଷମତା ରଖିଛି।
ବର୍ଷ ବର୍ଷ ଧରି ଆମେ ଡେଙ୍ଗୁ ଜ୍ୱରକୁ ନେଇ ଭୟଭୀତ ହୋଇ ରହୁଥିଲେ। ପ୍ରତିବର୍ଷ ବର୍ଷା ଦିନେ ଏହା ଏକ ମହାମାରୀର ରୂପ ନିଏ। ହଁ, ଡେଙ୍ଗୁ ତ ଏକ ବଡ଼ ସମସ୍ୟା ଆମ ଦେଶ ପାଇଁ। କିନ୍ତୁ ବର୍ତ୍ତମାନ ଭାରତର ପ୍ରଥମ ଡେଙ୍ଗୁ ଟିକା କୁଡେଙ୍ଗାକୁ ଡ୍ରଗ୍ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ ବା DCGI ଅନୁମୋଦନ ଦେଇଛନ୍ତି। କିନ୍ତୁ ମୋ ମନରେ ଗୋଟେ ପ୍ରଶ୍ନ ଉଠୁଛି, ମାନେ ପୋଲିଓ କିମ୍ବା କୋଭିଡ୍ ଭଳି ରୋଗର ଟିକା ତୁରନ୍ତ ବାହାରି ପାରିଲା, କିନ୍ତୁ ଡେଙ୍ଗୁ ପାଇଁ ଏକ ସଫଳ ଟିକା ବାହାର କରିବା ପାଇଁ ବୈଜ୍ଞାନିକମାନଙ୍କୁ ଏତେ ଦଶନ୍ଧି କାହିଁକି ଲାଗିଗଲା? ଦେଖନ୍ତୁ, ଏଇ ପ୍ରଶ୍ନର ଉତ୍ତର ନା ଡେଙ୍ଗୁ ଭୂତାଣୁର ଜଟିଳତା ଭିତରେ ଲୁଚି ରହିଛି। ସାଧାରଣତଃ କୌଣସି ରୋଗର ଗୋଟିଏ ପ୍ରକାରର ଭୂତାଣୁ ଥାଏ, କିନ୍ତୁ ଡେଙ୍ଗୁର ଗୋଟିଏ ନୁହେଁ, ବରଂ 4ଟି ଭିନ୍ନ ଭିନ୍ନ ସେରୋଟାଇପ୍ ବା ପ୍ରଜାତି ରହିଛି। ମାନେ 4ଟି ଅଲଗା ପ୍ରକାରର ଡେଙ୍ଗୁ? ହଁ, 4ଟି ପ୍ରଜାତି। ଏବଂ ବିଜ୍ଞାନର ଭାଷାରେ ଏକ ଆଶ୍ଚର୍ଯ୍ୟଜନକ ପ୍ରକ୍ରିୟା ଅଛି ଯାହାକୁ ଆଣ୍ଟିବଡି ଡିପେଣ୍ଡେଣ୍ଟ ଏନହାନ୍ସମେଣ୍ଟ କୁହାଯାଏ। ଏହାର ଅର୍ଥ ହେଲା, ଯଦି ଜଣେ ବ୍ୟକ୍ତି ଗୋଟେ ପ୍ରକାରର ଡେଙ୍ଗୁରେ ଆକ୍ରାନ୍ତ ହୁଏ, ତାର ଶରୀର ସେହି ଭୂତାଣୁ ବିରୁଦ୍ଧରେ ରୋଗ ପ୍ରତିରୋଧକ ଶକ୍ତି ବା ଆଣ୍ଟିବଡି ତିଆରି କରେ। କିନ୍ତୁ ପରବର୍ତ୍ତୀ ସମୟରେ ଯଦି ଅନ୍ୟ ଏକ ପ୍ରକାରର ଡେଙ୍ଗୁ ଭୂତାଣୁ ତାକୁ ଆକ୍ରମଣ କରେ, ତାହେଲେ ଆଗରୁ ଥିବା ଆଣ୍ଟିବଡି କାମ କରେନି? କେବଳ କାମ କରେନି ନୁହେଁ, ବରଂ ଉଲ୍ଟା ନୂଆ ଭୂତାଣୁକୁ ମାରିବା ବଦଳରେ ତାକୁ ଶରୀରର କୋଷ ଭିତରକୁ ପଶିବାରେ ସାହାଯ୍ୟ କରେ, ଯାହାଫଳରେ ରୋଗୀର ଅବସ୍ଥା ଆହୁରି ଗୁରୁତର ହୋଇଯାଏ। ତେଣୁ ଏପରି ଏକ ଟିକା ଦରକାର ଥିଲା ଯାହା ଏକା ସାଙ୍ଗରେ 4ଟି ଯାକ ଭୂତାଣୁ ବିରୋଧରେ ସମାନ ଭାବରେ ଲଢ଼ିପାରିବ। କ୍ୱିଡେଙ୍ଗା ଟିକାର ସଫଳତା ହେଉଛି ଏହା ସେହି 4ଟି ଯାକ ପ୍ରଜାତି ବିରୋଧରେ ସୁରକ୍ଷା ପ୍ରଦାନ କରିବାରେ ସମର୍ଥ ହୋଇଛି। ଭାରତ ଭଳି ଗ୍ରୀଷ୍ମମଣ୍ଡଳୀୟ ଦେଶ ପାଇଁ ଏହା ଏକ ବୈପ୍ଳବିକ ଆବିଷ୍କାର ବୋଲି ଆମେ କହିପାରିବା। ବାସ୍ତବରେ ଏହା ଇମ୍ୟୁନୋଲୋଜିର ଏକ ଚମତ୍କାର। ଏହି ଖବର ନିଶ୍ଚିତ ଭାବରେ ସମସ୍ତଙ୍କ ପାଇଁ ଏକ ବଡ଼ ଆଶ୍ୱସ୍ତି। ଏବେ ଏହି ଆଶ୍ୱସ୍ତିରୁ ଟିକେ ଉତ୍ସାହ ଏବଂ ରୋମାଞ୍ଚ ଆଡ଼କୁ ଗତି କରିବା, କାରଣ IPL 2026 ଏବେ ପୁରା ଫର୍ମରେ ଅଛି। କ୍ରିକେଟ ମଇଦାନରେ ରାଜସ୍ଥାନ ରୟାଲ୍ସର ପ୍ରଦର୍ଶନ ସମସ୍ତଙ୍କୁ ଚକିତ କରିଦେଇଛି ନା? ହଁ, ବିଲକୁଲ ଚମତ୍କାର ପ୍ରଦର୍ଶନ ଅଛି। ଆଉ ଆଜିର ମ୍ୟାଚ୍ କଥା କହିଲେ, ଦିନ 3:30ରେ ନୂଆ ଚଣ୍ଡିଗଡ଼ଠାରେ ପଞ୍ଜାବ କିଙ୍ଗସ୍ ସାମ୍ନା କରିବ ସନରାଇଜର୍ସ ହାଇଦ୍ରାବାଦକୁ ଏବଂ ସନ୍ଧ୍ୟା 7:30ରେ ଚେନ୍ନାଇ ସୁପର କିଙ୍ଗସ୍ ତାର ହୋମ୍ ଗ୍ରାଉଣ୍ଡରେ ଦିଲ୍ଲୀ କ୍ୟାପିଟାଲ୍ସ ସହ ମୁହାଁମୁହିଁ ହେବ। ମୋତେ ଲାଗେ ଦିନସାରା ଖବରର ଚାପ ଭିତରେ IPL ଯେମିତି ଏକ ଷ୍ଟ୍ରେସ୍ ବଷ୍ଟର ବା ମାନସିକ ଚାପ ହ୍ରାସ କରିବାର ମାଧ୍ୟମ ପାଲଟି ଯାଇଛି। କେବଳ ଷ୍ଟ୍ରେସ୍ ବଷ୍ଟର ନୁହେଁ, ମାନେ IPLର ଏକ ବଡ଼ ରଣନୀତିର ଶିକ୍ଷା ମଧ୍ୟ ମିଳେ ଆମକୁ। ସେ କେମିତି? ଦେଖନ୍ତୁ, ରାଜସ୍ଥାନ ରୟାଲ୍ସ ଯେଉଁଭଳି ଭାବରେ କେବଳ ବଡ଼ ବଡ଼ ନାମ ପଛରେ ନ ଗୋଡ଼ାଇ ଡାଟା ଆନାଲିଟିକ୍ସ ବ୍ୟବହାର କରି ଯୁବ ପ୍ରତିଭାମାନଙ୍କୁ ଚିହ୍ନଟ କରୁଛି ଏବଂ ସେମାନଙ୍କ ଉପରେ ପୁଞ୍ଜିନିବେଶ କରୁଛି, ତାହା ଦର୍ଶାଉଛି ଯେ ସଠିକ୍ ରଣନୀତି ଥିଲେ ପରିଣାମ ନିଶ୍ଚିତ ମିଳିବ। ଏହାକୁ ଆମେ ବିଜନେସ୍ ମ୍ୟାନେଜମେଣ୍ଟର ଏକ ବାସ୍ତବ ଉଦାହରଣ ଭାବରେ ଦେଖିପାରିବା। ଆଚ୍ଛା, ସେଇ ବିକାଶ ଏବଂ ରଣନୀତିର କଥା ଯଦି ଆମେ ଆମ ନିଜ ରାଜ୍ୟ ଓଡ଼ିଶା ପ୍ରେକ୍ଷାପଟରେ ଦେଖିବା, ତେବେ ବର୍ତ୍ତମାନର ସମୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମନେ ହେଉଛି। ମାନେ ଯେତେବେଳେ ସାରା ଦେଶ ନିର୍ବାଚନରେ ବ୍ୟସ୍ତ ଏବଂ ବିଶ୍ୱଯୁଦ୍ଧ ଆଶଙ୍କାରେ ଅଛି, ଓଡ଼ିଶା ନିଜର ଭିତ୍ତିଭୂମିର ମୂଳଦୁଆକୁ ମଜବୁତ କରିବାରେ ଲାଗିପଡ଼ିଛି। ହଁ, ରାଜ୍ୟ କ୍ୟାବିନେଟ୍ ନିକଟରେ ଯେଉଁ 11ଟି ପ୍ରସ୍ତାବକୁ ମଞ୍ଜୁରି ଦେଇଛନ୍ତି, ତାହା ତାର ଏକ ବଡ଼ ପ୍ରମାଣ। ସେଥିମଧ୍ୟରୁ 3400 କୋଟି ଟଙ୍କାର ଅଟଳ ବସ୍ଷ୍ଟାଣ୍ଡ ଯୋଜନା ଏବଂ 1647 କୋଟି ଟଙ୍କାର ପାୱାର ଗ୍ରିଡ୍ ପ୍ରକଳ୍ପ ସବୁଠାରୁ ଆଗରେ ଅଛି। ଏହା ସହିତ ଏକ ବଡ଼ ନିଷ୍ପତ୍ତି ହେଉଛି ବୃତ୍ତିଗତ ଟ୍ୟାକ୍ସ ବା ପ୍ରଫେସନାଲ ଟ୍ୟାକ୍ସକୁ ସମ୍ପୂର୍ଣ୍ଣ ଉଚ୍ଛେଦ କରିବା। ଏବଂ ଏହି ପ୍ରଫେସନାଲ ଟ୍ୟାକ୍ସ ଉଚ୍ଛେଦର ପ୍ରଭାବକୁ ଟିକେ ଗଭୀର ଭାବେ ବୁଝିବା ଦରକାର ମୋ ମତରେ। ଏହାଦ୍ୱାରା ହଜାର ହଜାର ଚାକିରିଆମାନଙ୍କର ପ୍ରତ୍ୟକ୍ଷ ଆୟ ବୃଦ୍ଧି ପାଇବ। ଲୋକଙ୍କ ହାତରେ ଯେତେବେଳେ ଅଧିକ ଟଙ୍କା ରହିବ, ସେମାନେ ସେହି ଅର୍ଥକୁ ବଜାରରେ ଖର୍ଚ୍ଚ କରିବେ। ମାନେ ଇକୋନୋମି ବୁଷ୍ଟ ହେବ। ଏକଦମ। ଏହା ସ୍ଥାନୀୟ ବ୍ୟବସାୟ ଏବଂ ଉପଭୋକ୍ତା ଅର୍ଥନୀତିକୁ ସିଧାସଳଖ ଏକ ବୁଷ୍ଟ ପ୍ରଦାନ କରିବ। ଆଉ ଅନ୍ୟ ଯେଉଁ ନିଷ୍ପତ୍ତିଟି ସବୁଠାରୁ ବଡ଼ ସାମାଜିକ ପ୍ରଭାବ ପକାଇବ, ତାହା ହେଉଛି ମେଡିକାଲ ଏବଂ ବୈଷୟିକ ଶିକ୍ଷାରେ SC, ST ଏବଂ ପ୍ରଥମ ଥର ପାଇଁ OBCମାନଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ଲାଗୁ ହେବା। ଆମେ କେବଳ ରାସ୍ତା କିମ୍ବା କୋଠା ନିର୍ମାଣ କରି ଏକ ଆଧୁନିକ ରାଜ୍ୟ ଗଠନ କରିପାରିବା ନାହିଁ। ସତ କଥା। ସମସ୍ତଙ୍କର ସମାନ ବିକାଶ ଜରୁରୀ। ହଁ, ଏହି ନିଷ୍ପତ୍ତି ମାଧ୍ୟମରେ ରାଜ୍ୟ ସରକାର ସୁନିଶ୍ଚିତ କରୁଛନ୍ତି ଯେ ଆସନ୍ତା ଦଶନ୍ଧିରେ ଓଡ଼ିଶାରେ ଯେଉଁ ଇଞ୍ଜିନିୟର ଏବଂ ଡାକ୍ତରମାନଙ୍କର ଫୌଜ ତିଆରି ହେବେ, ସେଥିରେ ସମାଜର ପ୍ରତ୍ୟେକ ବର୍ଗର ସମାନ ଭାଗିଦାରୀ ରହିବ। ତାମାନେ ଏହା କେବଳ ଇଟା ଓ ସିମେଣ୍ଟର ବିକାଶ ନୁହେଁ, ବରଂ ମାନବ ସମ୍ବଳର ବିକାଶ,
ଏହାକୁ ଆହୁରି ଆଗକୁ ନେଇ ଯୋଗାଯୋଗ କ୍ଷେତ୍ରରେ ଏକ ଅତ୍ୟନ୍ତ ରୋଚକ ପଦକ୍ଷେପ ନିଆଯାଇଛି। ତାଳଚେରର ଖଣି ଅଞ୍ଚଳରୁ କୋଇଲା ଏବଂ ଅନ୍ୟାନ୍ୟ ସାମଗ୍ରୀକୁ ପାରାଦୀପ ଓ ଧାମରା ବନ୍ଦର ପର୍ଯ୍ୟନ୍ତ ନେବା ପାଇଁ ଜାତୀୟ ଜଳପଥ 5 ବା ନ୍ୟାସନାଲ ୱାଟରୱେ 5 ଉପରେ ବିଶେଷ ଧ୍ୟାନ ଦିଆଯାଇଛି। କିନ୍ତୁ ଗୋଟେ ପ୍ରଶ୍ନ ଉଠୁଛି, କ'ଣ? ଯେତେବେଳେ ଆମ ପାଖରେ ଏତେ ଭଲ ରାଜପଥ ଅଛି ଏବଂ ନୂଆ ଏକ୍ସପ୍ରେସୱେ ତିଆରି ହେଉଛି, ସେତେବେଳେ ପୁଣି ସେହି ପୁରୁଣା ଯୁଗ ଭଳି ନଦୀ ଏବଂ କେନାଲ ବାଟେ ଜାହାଜରେ ମାଲ ପରିବହନ କରିବାର ଆବଶ୍ୟକତା କ'ଣ? କାରଣ ଏହା ପୁରୁଣା ଯୁଗ ନୁହେଁ, ଏହା ହେଉଛି ଭବିଷ୍ୟତର ସବୁଠାରୁ ସ୍ମାର୍ଟ ଅର୍ଥନୀତି। ସେ କେମିତି? ଦେଖନ୍ତୁ, ଟ୍ରକ୍ ଏବଂ ଟ୍ରେନ୍ ତୁଳନାରେ ଜଳପଥରେ ମାଲ ପରିବହନ କରିବାର ଖର୍ଚ୍ଚ ପ୍ରାୟ 1/3 ବି କମ୍ ହୋଇଥାଏ। ଗୋଟିଏ ବଡ଼ ମାଲବାହୀ ବାର୍ଜ ଯେତିକି କୋଇଲା ନେଇପାରିବ ନା, ସେତିକି କୋଇଲା ନେବା ପାଇଁ ଶହ ଶହ ଟ୍ରାକ୍ ଦରକାର। ଭାବନ୍ତୁ, ଯଦି ସେହି ଶହ ଶହ ଟ୍ରକ୍ ରାସ୍ତାରୁ ହଟିଯିବେ, ତେବେ ଆମ ରାସ୍ତାଗୁଡ଼ିକୁ କେତେ ସୁରକ୍ଷିତ ହେବ? ଆଉ ଅଙ୍ଗାରକାମ୍ଳ ନିର୍ଗମନ ବା କାର୍ବନ ଫୁଟପ୍ରିଣ୍ଟ କେତେ ମାତ୍ରାରେ କମିଯିବ? ଏହା କେବଳ ପରିବହନ ବ୍ୟବସ୍ଥା ନୁହେଁ, ଏହା ଏକ ସବୁଜ ଅର୍ଥନୀତିର ବଡ଼ ଉଦାହରଣ। ବାଃ, ଏହା ପ୍ରକୃତରେ ଏକ ଦୂରଦୃଷ୍ଟି ସମ୍ପନ୍ନ ନିଷ୍ପତ୍ତି। ଏହା ସହିତ ଆମେ ଆଧୁନିକ ଟେକ୍ନୋଲୋଜିରେ ମଧ୍ୟ ବ୍ୟବହାର କରୁଛୁ ଓଡ଼ିଶାରେ। ଯେପରିକି ଖୋର୍ଦ୍ଧାରେ ବନ୍ ଏରୋ ଦ୍ୱାରା ପ୍ରଥମ ଡ୍ରୋନ୍ ପାର୍କ ପ୍ରତିଷ୍ଠା କରାଯାଇଛି। ହଁ, ଏହା ଏକ ବହୁତ ବଡ଼ ପଦକ୍ଷେପ। ଆଉ ଏକ ନିଆରା ପ୍ରକଳ୍ପ ହେଲା ରିଲାଏନ୍ସର ଅନନ୍ତ ଅମ୍ବାନୀଙ୍କ ଦ୍ୱାରା ବନ୍ୟପ୍ରାଣୀ ଚିକିତ୍ସା ଏବଂ ସଂରକ୍ଷଣ ପାଇଁ ବନ୍ତାରା ବିଶ୍ୱବିଦ୍ୟାଳୟ ସ୍ଥାପନାର ପ୍ରସ୍ତାବ। ଖାସ୍ କରି ବନ୍ୟପ୍ରାଣୀଙ୍କ ପାଇଁ ଏକ ସ୍ୱତନ୍ତ୍ର ବିଶ୍ୱବିଦ୍ୟାଳୟର ସମ୍ଭାବନା ଆମକୁ ବିକାଶର ଏକ ସମ୍ପୂର୍ଣ୍ଣ ଭିନ୍ନ ସୋପାନକୁ ନେଇଯାଉଛି ମୋତେ ଲାଗୁଛି। ନିଶ୍ଚିତ ଭାବରେ। ମାନେ ଏଇ ଦୁଇଟି ପ୍ରକଳ୍ପ ଦର୍ଶାଉଛି ଯେ ଓଡ଼ିଶା ବର୍ତ୍ତମାନ କେବଳ ଖଣିଜ ଦ୍ରବ୍ୟ କିମ୍ବା କୃଷି ଉପରେ ନିର୍ଭରଶୀଳ ହୋଇ ରହିବାକୁ ଚାହୁଁନାହିଁ। ଡ୍ରୋନ୍ ପାର୍କ ଅର୍ଥ ହେଉଛି ଆମେ ଏରୋସ୍ପେସ୍ ଏବଂ ହାଇଟେକ୍ ମ୍ୟାନୁଫ୍ୟାକ୍ଚରିଂ କ୍ଷେତ୍ରରେ ପ୍ରବେଶ କରୁଛୁ। ଆଉ ବନ୍ତାରା ବିଶ୍ୱବିଦ୍ୟାଳୟ ପ୍ରମାଣ କରୁଛି ଯେ ପ୍ରକୃତିର ସଂରକ୍ଷଣକୁ ଏକ ବୈଜ୍ଞାନିକ ଓ ଏକାଡେମିକ୍ ରୂପ ଦିଆଯାଇପାରିବ। ଏହା ନିଶ୍ଚିତ ଭାବରେ ଆନ୍ତର୍ଜାତୀୟ ସ୍ତରର ଗବେଷକମାନଙ୍କୁ ଆକୃଷ୍ଟ କରିବ। ତେବେ ଗୋଟିଏ ପଟେ ଆମେ ଟେକ୍ନୋଲୋଜି, ଡ୍ରୋନ୍ ଏବଂ ଜଳପଥର କଥା କହୁଛୁ, ଆଉ ଅନ୍ୟପଟେ ଯଦି ଆମେ ଓଡ଼ିଶାର ପାଣିପାଗ ଏବଂ ଜଳବାୟୁ ଆଡ଼କୁ ଦେଖିବା, ତେବେ ଲାଗୁଛି ଯେମିତି ପ୍ରକୃତି ଆମ ଉପରେ ପ୍ରତିଶୋଧ ନେଉଛି। ମୋତେ ଲାଗୁଛି ପ୍ରକୃତି ଏବେ ଏକ ପେଣ୍ଡୁଲମ୍ ଭଳି ଆଚରଣ କରୁଛି, ଯାହା ଗୋଟିଏ ଚରମ ସୀମାରୁ ଯାଇ ଆର ଚରମ ସୀମାକୁ ଛୁଉଛି। ଆଚ୍ଛା, କିପରି? ଆପଣଙ୍କର ଏହି ପେଣ୍ଡୁଲମ୍ ଆକଳନର ଅର୍ଥ କ'ଣ ଟିକେ ବୁଝାଇବେ କି? ମୁଁ କହିବାର ଅର୍ଥ ହେଉଛି ଯେ ସାଧାରଣତଃ ଆମେ ଋତୁ ପରିବର୍ତ୍ତନ ଦେଖୁ, କିନ୍ତୁ ବର୍ତ୍ତମାନ ଆମେ ଗୋଟିଏ ଦିନରେ ମାଇକ୍ରୋ କ୍ଲାଇମେଟ୍ ବା ଅତି କ୍ଷୁଦ୍ର ଜଳବାୟୁର ଭୟଙ୍କର ପରିବର୍ତ୍ତନ ଦେଖୁଛୁ। ଉଦାହରଣ ସ୍ୱରୂପ, ସକାଳେ ଏତେ ପ୍ରଚଣ୍ଡ ରୌଦ୍ରତାପ ଯେମିତି ନିଆଁ ବର୍ଷୁଛି। ହଁ, ତାପମାତ୍ରା ତ ବହୁତ ବଢ଼ିଗଲାଣି। ଦେଖନ୍ତୁ, ଟିଟିଲାଗଡ଼ରେ ତାପମାତ୍ରା 39.5 ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ପାରଳାଖେମୁଣ୍ଡିରେ 39 ଡିଗ୍ରୀ ରହିଛି। ସରକାର ଏପ୍ରିଲ 16 ପର୍ଯ୍ୟନ୍ତ ହିଟ୍ ୱେଭ୍ ୱାର୍ଣ୍ଣିଂ ଜାରି କରିଛନ୍ତି ଏବଂ ଖରାବେଳେ ଶ୍ରମିକମାନଙ୍କର କାମ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। କିନ୍ତୁ ଏହି ପେଣ୍ଡୁଲମ୍ ଅପରାହ୍ନ ବେଳକୁ ହଠାତ୍ ଅନ୍ୟ ଦିଗକୁ ବୁଲି ଯାଉଛି ଆଉ ଆରମ୍ଭ ହେଉଛି କାଳବୈଶାଖୀର ବିନାଶକାରୀ ରୂପ। ଓହୋ, ସେହି କୁଆପଥର ମାଣ କଥା କହୁଛନ୍ତି ନା? ହଁ, ଆଠଗଡ଼ ଅଞ୍ଚଳରେ ଏବଂ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ କୁଆପଥର ମାଳ ହୋଇଛି, ଯାହାଫଳରେ ମକା ଏବଂ ଅନ୍ୟାନ୍ୟ ଫସଲ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ମାନେ ଗୋଟିଏ ଦିନ ଭିତରେ କୃଷକ ଉଭୟ ନିଆଁ ଏବଂ ବରଫର ସାମ୍ନା କରୁଛି। ଏଇ ମାଇକ୍ରୋ କ୍ଲାଇମେଟ୍ ପରିବର୍ତ୍ତନ ପଛରେ ଏକ ବଡ଼ ଭୌତିକ କାରଣ ଅଛି। ମାନେ ଯେତେବେଳେ ଭୂପୃଷ୍ଠ ଅତ୍ୟଧିକ ଗରମ ହୋଇଯାଏ, ସେଠାରେ ହଠାତ୍ ଏକ ଶକ୍ତିଶାଳୀ ଲଘୁଚାପ କ୍ଷେତ୍ର ସୃଷ୍ଟି ହୁଏ। ଏହା ଚାରିପଟରୁ ଥଣ୍ଡା ଓ ଆର୍ଦ୍ର ବାୟୁକୁ ନିଜ ଆଡ଼କୁ ପ୍ରବଳ ବେଗରେ ଟାଣି ଆଣେ। ଆଉ ତାପରେ ସେଇ ମେଘମାଳା ସୃଷ୍ଟି ହୁଏ। ହଁ, ଯେହେତୁ ତାପମାତ୍ରାର ପାର୍ଥକ୍ୟ ବହୁତ ଅଧିକ ଥାଏ ନା, ଏହା ଆକାଶରେ ବିରାଟ ଘନ ମେଘମାଳା ସୃଷ୍ଟି କରେ, ଯାହା କୁଆପଥର ଏବଂ ଝଡ଼ର ରୂପ ନିଏ। ଗୋଟିଏ ସମୟ ଥିଲା ଯେତେବେଳେ ପ୍ରାକ୍ ମୌସୁମୀ ସମୟର ବର୍ଷା ଚାଷୀମାନଙ୍କୁ ଗରମରୁ ଆଶ୍ୱସ୍ତି ଦେଉଥିଲା, କିନ୍ତୁ ବର୍ତ୍ତମାନ ଏହା ସବୁଠାରୁ ବଡ଼ ବିପଦ ପାଲଟିଯାଇଛି। ଆମେ ଭିତ୍ତିଭୂମି ତ ତିଆରି କରିଦେଲୁ, କିନ୍ତୁ ଜଳବାୟୁର ଏହି ଚରମ ରୂପରୁ ଆମର ଖାଦ୍ୟ ଉତ୍ପାଦନକାରୀ କୃଷକମାନଙ୍କୁ କିପରି ରକ୍ଷା କରିବା, ତାହା ବର୍ତ୍ତମାନର ସବୁଠାରୁ ବଡ଼ ଆହ୍ୱାନ। ସତରେ ଏହା ଏକ ବିରାଟ ବିଡ଼ମ୍ବନା। କିନ୍ତୁ ଏତେ ସବୁ ପ୍ରତିକୂଳ ପରିସ୍ଥିତି, ଆର୍ଥିକ ଅସ୍ଥିରତା ଏବଂ ପ୍ରାକୃତିକ ବିପର୍ଯ୍ୟୟ ଭିତରେ ମଧ୍ୟ ଓଡ଼ିଆ ଲୋକଙ୍କର ଯେଉଁ ଉତ୍ସାହ ଏବଂ ସାଂସ୍କୃତିକ ଦୃଢ଼ତା ରହିଛି, ତାହା ନିଶ୍ଚିତ ଭାବରେ ପ୍ରଶଂସାଯୋଗ୍ୟ। ଆମର ସାମାଜିକ ସହନଶୀଳତାର ସବୁଠାରୁ ବଡ଼ ପ୍ରମାଣ ହେଉଛି ଆମର ପର୍ବପର୍ବାଣୀ। ଦେଖନ୍ତୁ, ଏବେ ପଣା ସଂକ୍ରାନ୍ତି ବା ମହାବିଷୁବ ସଂକ୍ରାନ୍ତି ପାଳନ କରାଯାଉଛି, ଯାହାକି ଆମର ପାରମ୍ପରିକ ଓଡ଼ିଆ ନବବର୍ଷର
ହଁ, ଆମ ନବବର୍ଷର ଉତ୍ସାହ ତ ନିଆରା। ଖରାଦିନର କଷ୍ଟ ଉପଶମ ପାଇଁ ବେଲପଣା ଏବଂ ଛତୁଆର ବ୍ୟବହାର ଆମ ପୂର୍ବଜମାନଙ୍କର ବୈଜ୍ଞାନିକ ଜ୍ଞାନର ପ୍ରମାଣ ଦିଏ। ଆଉ ତା ସହିତ ବିଶ୍ୱ ଛେନାପୋଡ଼ ଦିବସର ଉଲ୍ଲାସ ଯେମିତି ସବୁ ଦୁଃଖ କଷ୍ଟକୁ କିଛି ସମୟ ପାଇଁ ମଧୁର କରିଦେଉଛି। ଏକଦମ ଠିକ୍ କହିଲେ। କିନ୍ତୁ ଏହି ପରମ୍ପରାଗୁଡ଼ିକୁ କେବଳ କିଛି ଧାର୍ମିକ ରୀତିନୀତି ବୋଲି ଭାବିବା ଭୁଲ ହେବ। ଏହା ହେଉଛି ଆମର କଲଚରାଲ ରେଜିଲିଏନ୍ସ ବା ସାଂସ୍କୃତିକ ସହନଶୀଳତାର ଅସ୍ତ୍ର। ଶତାବ୍ଦୀ ଶତାବ୍ଦୀ ଧରି ଏହି ଅଞ୍ଚଳରେ ବାତ୍ୟା, ମରୁଡ଼ି ଏବଂ ବନ୍ୟା ଆସିଛି। ହଁ, ଓଡ଼ିଶା ତ ଦୁର୍ବିପାକର ରାଜ୍ୟ। କିନ୍ତୁ ଲୋକମାନେ ନିଜର ଏହି ପରମ୍ପରାଗୁଡ଼ିକ ମାଧ୍ୟମରେ ଏକାଠି ରହିବାର ଏବଂ ପୁଣି ଥରେ ମୁଣ୍ଡ ଟେକି ଠିଆ ହେବାର ଶିକ୍ଷା ପାଇଛନ୍ତି। ବେଲପଣା କେବଳ ଏକ ପାନୀୟ ନୁହେଁ, ଏହା ଅତ୍ୟଧିକ ଗରମରୁ ଶରୀରକୁ ରକ୍ଷା କରିବା ପାଇଁ ଏକ ପ୍ରାକୃତିକ ଔଷଧ। ଆମ ସଂସ୍କୃତିରେ ପ୍ରକୃତି ସହ ଲଢ଼ିବା ପରିବର୍ତ୍ତେ ପ୍ରକୃତି ସହ ଖାପ ଖୁଆଇ ଚଳିବାର ଜ୍ଞାନ ଲୁଚି ରହିଛି। ତାହେଲେ ଆଜିର ଏହି ଆଲୋଚନାରୁ ଯାହା ସ୍ପଷ୍ଟ ହେଉଛି, ପୃଥିବୀ ଏବେ ଏକ ଅତ୍ୟନ୍ତ ଜଟିଳ ମୋଡ଼ରେ ଠିଆ ହୋଇଛି। ଗୋଟିଏ ପଟେ ମଧ୍ୟପ୍ରାଚ୍ୟର ବିବାଦ, ଯାହା ଆମର ପେଟ୍ରୋଲ ବିଲ୍ ଆଉ ଶକ୍ତି ସୁରକ୍ଷାକୁ ବିପଦରେ ପକାଉଛି। ଅନ୍ୟପଟେ ଜଳବାୟୁର ଏଭଳି ଚରମ ପରିବର୍ତ୍ତନ, ଯାହା ଆମର କୃଷି ଏବଂ ଖାଦ୍ୟ ସୁରକ୍ଷାକୁ ନଷ୍ଟ କରିବାକୁ ବସିଛି। ଆଉ ଏସବୁର ମୁକାବିଲା ପାଇଁ ଆମେ ଡ୍ରୋନ୍ ପାର୍କଠାରୁ ଆରମ୍ଭ କରି ଡେଙ୍ଗୁର ନୂଆ ଟିକା ଏବଂ ଜଳପଥ ଭଳି ଆଧୁନିକ ଭିତ୍ତିଭୂମି ତିଆରି କରୁଛୁ। ହଁ, ଏକ ସାମାନ୍ତରର ବିକାଶର ଧାରା ଚାଲିଛି। କିନ୍ତୁ ଆଲୋଚନା ଶେଷ କରିବା ପୂର୍ବରୁ ଗୋଟିଏ ପ୍ରଶ୍ନ ସମସ୍ତଙ୍କ ପାଇଁ ଛାଡ଼ି ଦେଇଯାଉଛି। ଏଇ ଯେଉଁ ବିଶ୍ୱସ୍ତରୀୟ ଏବଂ ଜଳବାୟୁର ଅଦୃଶ୍ୟ ସୂତାଗୁଡ଼ିକ ଆମକୁ ଚାରିଆଡ଼ୁ ଘେରି ରହିଛନ୍ତି, ସେଥିରୁ ବର୍ତ୍ତିବା ପାଇଁ କ'ଣ କେବଳ ସରକାରୀ ନୀତି ଏବଂ ବଡ଼ ବଡ଼ ଅଟ୍ଟାଳିକାର ବିକାଶ ଯଥେଷ୍ଟ? ଖୁବ୍ ଗଭୀର ପ୍ରଶ୍ନ ଏହା। ନା, ଆମକୁ ପଣା ସଂକ୍ରାନ୍ତି ଭଳି ଆମର ପ୍ରାଚୀନ ଜ୍ଞାନ, ପରମ୍ପରା ଏବଂ ସେହି ସାମାଜିକ ସହନଶୀଳତାରୁ ଶିକ୍ଷା ଲାଭ କରି ଭବିଷ୍ୟତରେ ଏକ ସମ୍ପୂର୍ଣ୍ଣ ଅଜଣା ବିପଦ ପାଇଁ ନୂଆ ଉପାୟରେ ନିଜକୁ ପ୍ରସ୍ତୁତ କରିବାକୁ ପଡ଼ିବ। କେବଳ ଟେକ୍ନୋଲୋଜି ଆମକୁ ବଞ୍ଚାଇବନି, ଟେକ୍ନୋଲୋଜି ସହିତ ଆମର ପାରମ୍ପରିକ ଦୃଢ଼ତାର ସଠିକ୍ ମିଶ୍ରଣ ଦରକାର। ଏହି ବିଷୟରେ ଚିନ୍ତା କରିବା ଆଜିର ସମୟରେ ସମସ୍ତଙ୍କ ପାଇଁ ନିହାତି ଜରୁରୀ। ଏହି ଚିନ୍ତାଧାରା ସହିତ ଆଜିର ଏହି ଆଲୋଚନାକୁ ଏଠାରେ ରଖୁଛୁ।